ଆଗାମୀ 21/9/2025 ତାରିଖରେ ଗୋଟିଏ ଆଂଶିକ ସୂର୍ଯ୍ୟପରାଗ ସଂଗଠିତ ହେବ। ଏହି ସୂର୍ଯ୍ୟପରାଗ ଆମର ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ନ୍ୟୁଜିଲାଣ୍ଡ, ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟ ହେବ। ସାର୍ ଆପଣଙ୍କୁ ନ୍ୟୁଜରୁମ୍ को स्वागत करुच्ची। ସାର୍ ଯେଭଳି ଭାବେ ଯାହା ଗୋଟେ ସୂଚନା ଆସୁଛି ଯେ ଆଗାମୀ 21 ତାରିଖରେ ସୂର୍ଯ୍ୟପରାଗ ଏକ ସଂଗଠିତ ହେବ, ଏ ସମ୍ପର୍କରେ କ'ଣ କହିବେ? ଜୟ ଶ୍ରୀ ଜଗନ୍ନାଥ। ଆଗାମୀ 21/9/2025 ତାରିଖରେ ଗୋଟିଏ ଆଂଶିକ ସୂର୍ଯ୍ୟପରାଗ ସଂଗଠିତ ହେବ। ଏହି ସୂର୍ଯ୍ୟପରାଗ ଆମର ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ନ୍ୟୁଜିଲାଣ୍ଡ, ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟ ହେବ। ତେବେ ଏହା ଭାରତ ଉପରେ କୌଣସି ପ୍ରକାର ଦୃଶ୍ୟମାନ ହେବ ନାହିଁ, ଯାହା ଆପଣଙ୍କ କଥାରୁ ଜଣା ପଡୁଛି। କିନ୍ତୁ ଯେତେବେଳେ କି ଭାରତ ଉପରେ ଏହା ଦୃଶ୍ୟମାନ ହେବ ନାହିଁ, ଏହାକୁ ପାଳନ କରାଯିବ ନା ନାହିଁ, କ'ଣ କହିବେ? ନା, ଆମକୁ ଯୋଉଟା ଆମେ ଦୃଶ୍ୟମାନ ହେବ ନାହିଁ, ଆମେ ସେ ସୂର୍ଯ୍ୟପରାଗ ପାଳନ ନ କରିବା ବିଧି ରହିଛି। ଯେଉଁ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଆମେ ଆଖିରେ ଦେଖିପାରିବା ତାହାକୁ ଆମେ ପାଳନ କରିବା। ଯେହେତୁ ଏହା ଭାରତ ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ, ତାହାକୁ ଆମେମାନେ ପାଳନ କରିବା ନାହିଁ। କିନ୍ତୁ ସେ ସବୁ ଅଞ୍ଚଳରେ ରହୁଥିବା ଲୋକମାନେ ଏହାକୁ ପାଳନ କରିବା ଉଚିତ। ଯେଉଁ ଅଞ୍ଚଳ ଏହା ଦୃଶ୍ୟମାନ ହେବ ସେ ସବୁ ଅଞ୍ଚଳରେ ଏହାକୁ ମଧ୍ୟ ପାଳନ କରିବାଟା ବିଧେୟ। ସାର୍ ଯେଭଳି ଭାବେ ଆପଣ କହୁଥିଲେ, ତ ଓଡ଼ିଶା କଥା କୁହନ୍ତୁ ବା ଭାରତ କଥା କୁହନ୍ତୁ, ଆମ ଦେଶରେ ଯେହେତୁ ଏହା ଦୃଶ୍ୟମାନ ହେବ ନାହିଁ, ଏହାକୁ ମଧ୍ୟ ପାଳିବାର କୌଣସି ଆବଶ୍ୟକତା ନାହିଁ, ପାଳନ ବି କରାଯିବ ନାହିଁ। କିନ୍ତୁ ଯଦି କହିବା କେଉଁଠି ନା କେଉଁଠି ଏହା, ଯେତେବେଳେ ଆଫ୍ରିକା କଥା ଆପଣ କହୁଥିଲେ ଯେ ସେଠାରେ ଦୃଶ୍ୟମାନ ହେବ, କିନ୍ତୁ ସାରା ପୃଥିବୀ କଥା ଆମେ ଯଦି କହିବା, ପୃଥିବୀ ଉପରେ ଏହାର ପ୍ରଭାବ କ'ଣ ରହିବ ବା କ'ଣ ପଡ଼ିବ? ଆମର ଯେତେବେଳେ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ହୁଏ, ତାହା ପୃଥିବୀ, ଚନ୍ଦ୍ର ଏବଂ ବା ସୂର୍ଯ୍ୟଙ୍କୁ ନେଇକରି ତାହା ସଂଗଠିତ ହୋଇଥାଏ। ଏହା ହୁଏତ ଭାରତରେ ଦୃଶ୍ୟମାନ ହେଇନପାରେ, ଓଡ଼ିଶା ଦୃଶ୍ୟମାନ ନ ହୋଇପାରେ, ନିଶ୍ଚିତ ଭାବରେ ପୃଥିବୀର କିଛି ଅଂଶକୁ ଦେଖାଯିବ। ଏବଂ ଗତ 7/9/2025 ତାରିଖରେ ଏକ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଯାଇଛି, ଯାହାକୁ ଆମେ ଦେଖିଦେଇ ପାଳନ କରିଦେଇ ଆଗାମୀ 17/2/2026 ତାରିଖ ମଧ୍ୟ ଏକ କୋଙ୍କଣାକୃତି ସୂର୍ଯ୍ୟପରାଗ ସଂଗଠିତ ହେବ, ଯାହାକୁ ମଧ୍ୟ ଆମେ ଭାରତ ବା ଓଡ଼ିଶା ଦୃଶ୍ୟମାନ ହେବ ନାହିଁ। କିନ୍ତୁ ତାର ଠିକ୍ 15 ଦିନ ପରେ 3/3/2026 ତାରିଖ ଦିନ ଅନ୍ୟ ଏକ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଗଠିତ ହେବ, ତାହା ଓଡ଼ିଶାରେ ଦେଖାଯିବ ଏବଂ ଆମେ ତାକୁ ପାଳନ କରିବା। ଭାରତରେ ମଧ୍ୟ ତାହା ଦେଖାଯିବ। ଏଇଠି ଗୋଟିଏ ଜିନିଷ ମୁଁ କହିଦେବାକୁ ଚାହୁଁଛି ଯେ ଯେହେତୁ 15 ଦିନରେ ଗୋଟିଏ ଗ୍ରହଣ ଏବଂ ପରାଗ, 7/9/2025, 21/9/2025, 15 ଦିନରେ ଗୋଟିଏ ଗ୍ରହଣ ଏବଂ ଗୋଟିଏ ପରାଗ, ପରବର୍ତ୍ତୀ ପରାଗ 17/2/2026 ଏବଂ 3/3/2026 ମଧ୍ୟ ସଂଗଠିତ ହେବାକୁ ଯାଉଛି। 15 ଦିନ ଭିତରେ ଗୋଟିଏ ଗ୍ରହଣ ଏବଂ ପରାଗ ସଂଗଠିତ ହେଲେ ସେତେବେଳେ ଆମର ରାଷ୍ଟ୍ରଦ୍ରୋହ, ରାଷ୍ଟ୍ର ବିପ୍ଳବ, ଆଗ୍ନେୟାସ୍ତ୍ର ଭୟ ଏବଂ ଯୁଦ୍ଧ ଭୟ ସୃଷ୍ଟି ହୋଇଥାଏ। ଆମର ମହାଭାରତରେ ବର୍ଣ୍ଣିତ ଅଛି ଯେ 15 ଦିନ ଭିତରେ ଗୋଟିଏ ଚନ୍ଦ୍ରଗ୍ରହଣ ଏବଂ ଗୋଟିଏ ସୂର୍ଯ୍ୟପରାଗ ସଂଗଠିତ ହୋଇଥିବାରୁ ମହାଭାରତ ଯୁଦ୍ଧର ଆରମ୍ଭ ହୋଇଥିଲା। ତେଣୁ ଯଦି ଆମର ଯେଉଁମାନେ ଜ୍ୟୋତିର୍ବିଜ୍ଞାନୀ ସେମାନେ ମଧ୍ୟ ଆକଳନ କରିଛନ୍ତି, ଯେହେତୁ 15 ଦିନରେ ଗୋଟିଏ ଗ୍ରହଣ ଏବଂ ପରାଗ, ପରବର୍ତ୍ତୀ ସମୟରେ ମଧ୍ୟ ଅନ୍ୟ ଏକ ଗ୍ରହଣ ଏବଂ ପରାଗ ସଂଗଠିତ ହେଉଛି, ଏହା ଦେଶ ଦେଶ ଭିତରେ ଶତ୍ରୁତା ସୃଷ୍ଟି କରିବ, ଆଗ୍ନେୟାସ୍ତ୍ର ଭୟ ରହିବ, କ୍ଷେପଣାସ୍ତ୍ର ଭୟ ରହିବ, ଅଗ୍ନି ଭୟ ରହିବ, ସର୍ବୋପରି ରାଷ୍ଟ୍ର ରାଷ୍ଟ୍ର ଭିତରେ ଶତ୍ରୁତା ସୃଷ୍ଟି ହେବ। ଏହି ଜିନିଷକୁ ଆମକୁ ଯଦି, ଯେହେତୁ ଆମର ଅତୀତରେ ପୁରାଣ ମାନଙ୍କରେ ବର୍ଣ୍ଣିତ ଅଛି ଏବଂ ଏହା ଯେହେତୁ ସତ୍ୟ ସାବ୍ୟସ୍ତ ହୋଇଛି ପୁରାଣ ଅନୁଯାୟୀ, ତେଣୁ ନିଶ୍ଚିତ ଭାବରେ ଏହାର ପ୍ରଭାବରେ ଆମର ପୃଥିବୀ ଭିତରେ କୌଣସି ଦେଶ ଭିତରେ ଶତ୍ରୁତା, ଯୁଦ୍ଧ ଭୟ, କ୍ଷେପଣାସ୍ତ୍ର ମାଡ଼, ଅଗ୍ନି ଭୟ ଇତ୍ୟାଦି ନିଶ୍ଚିତ ଭାବରେ ସଂଗଠିତ ହେବ ଏବଂ ଏଥିରେ ଧନ ଜୀବନ ହାନି ହେବାର ସମ୍ଭାବନା ମଧ୍ୟ ରହିଛି। ସାର୍ ଯେମିତିକି ଆପଣ ଦେଖିଥିବେ ଅତୀତରେ ମଧ୍ୟ ଅନେକ ଏଭଳି ଘଟଣା ଘଟିଛି, ଯେମିତିକି କୁହାଯାଏ ବର୍ତ୍ତମାନ ଯେଉଁ ସୂର୍ଯ୍ୟପରାଗ କଥା ଆମେ କହୁଛେ, ତାହା ଯେମିତିକି ଆମର ଭାରତରେ ଦୃଶ୍ୟମାନ ହେବ ନାହିଁ, ଅନ୍ୟ ଦେଶମାନଙ୍କରେ ଦୃଶ୍ୟମାନ ହେବ। ଏଭଳି କାହିଁକି ହୋଇଥାଏ? ଯେତେବେଳେ କି ଗୋଟେ ସୂର୍ଯ୍ୟପରାଗ ହୁଏ, ଯଦି ଭାରତରେ ଦୃଶ୍ୟମାନ ହେଉଛି, ଅନ୍ୟ ଦେଶ ଗୁଡ଼ିକରେ ଦୃଶ୍ୟମାନ ହେଉନାହିଁ, ଯଦି ଅନ୍ୟ ଦେଶମାନଙ୍କରେ ଦୃଶ୍ୟମାନ ହେଉଛି, ତାହା ଭାରତରେ ମଧ୍ୟ ଦୃଶ୍ୟମାନ ହଉନି, କିଛି ସ୍ଥାନରେ ଦୃଶ୍ୟମାନ ହୋଇନଥାଏ, କାହିଁକି? ଆମର ପୃଥିବୀ 7ଟି ମହାଦେଶ ରହିଛି, ଅନେକ ଦେଶ ରହିଛି। ପୃଥିବୀର ଆକାର ଗୋଲ, ସେ ସର୍ବଦା ଘୂର୍ଣ୍ଣାୟମାନ। ସେଇଥିରେ ଚନ୍ଦ୍ର ବୁଲୁଛନ୍ତି, ସୂର୍ଯ୍ୟ ସ୍ଥିର ଅଛନ୍ତି, ପୃଥିବୀ ବୁଲୁଛି। ଏଇ ଘୂର୍ଣ୍ଣନ ପ୍ରକ୍ରିୟା ଭିତରେ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ଗୋଟିଏ ଶୈଳରେଖା ରୁହନ୍ତି, ସେତେବେଳେ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ସଂଗଠିତ ହୋଇଥାଏ।
ଆଜ୍ଞା କିନ୍ତୁ ସେ ଯେ ସଂଗଠିତ ହେଲା ବେଳକୁ ତାହା ଯେ ଭାରତ ଦୃଶ୍ୟମାନ ହେବ ତାହା କିଛି ଠିକ୍ ନୁହଁ। କାରଣ ପୃଥିବୀକୁ ଆମେ ଗୋଟିଏ ଏକକ ଭାବେ ଗ୍ରହଣ କରିବା, ସମଗ୍ର ପୃଥିବୀର କେଉଁଠି ନା କେଉଁଠି ଏହା ନିଶ୍ଚୟ ଦୃଶ୍ୟମାନ ହେବ। କିନ୍ତୁ ଆମେ ସେଦିନ ଦେଖିବା ଯେ ଯୋଉଦିନ ସୂର୍ଯ୍ୟପରାଗ ଅନ୍ୟ ଦେଶମାନଙ୍କରେ ଦୃଶ୍ୟମାନ ହେଇଛି କିନ୍ତୁ ଭାରତରେ ଓଡ଼ିଶା ଦୃଶ୍ୟମାନ ନହେଲେ ମଧ୍ୟ ସେ ସମୟରେ କୌଣସି ଏକ ଜନ୍ମିତ ଶିଶୁର ରାଶିରେ ରାହୁ ଏବଂ କେତୁଙ୍କର ସ୍ଥାନରୁ ଜଣାପଡ଼ିଯିବ ଯେ ସେତେବେଳେ ପୃଥିବୀର ବା ଭାରତର କେଉଁଠି ନା କେଉଁଠି ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ହେଇଥିଲା। ଏହା ହୁଏତ ଭାରତ ବା ଓଡ଼ିଶା ଦେଖାଯାଇ ନପାରେ। ପୃଥିବୀ ତ 7ଟି ମହାଦେଶକୁ ନେଇ ଗଠିତ, କିନ୍ତୁ ସେତେବେଳେ ଘୂର୍ଣ୍ଣମାନ ଅଛନ୍ତି। କେଉଁ କେଉଁ ଦେଶକୁ ଦେଖାଯିବ, କେଉଁ କେଉଁ ଦେଶକୁ ଦେଖାଯିବନି। ତେଣୁ ଯେହେତୁ ଏଇଟା ଆମ ଭାରତ ବା ଓଡ଼ିଶାକୁ ଦେଖାଯିବନି, ଏହାକୁ ଆମେ ପାଳନ କରିବା ନାହିଁ। କିନ୍ତୁ ଯୋଉଠି ଦେଖାଯିବ ସେମାନେ ଏହାକୁ ପାଳନ କରିବା ବିଧେୟ।